ओं नमो भगवते वासुदेवाय। तृतीय स्कंद 29 अध्याय। भक्ति वैराग्य कालघर 29 रे विचार। देवहूति उवाच भोनाथ प्रभु भगवान कहतु परमार्थ ज्ञान। जे ज्ञाने भक्ति प्रकाशई अज्ञान तिमिर नाशई। महत आदि जे प्रमाण प्रकृति पुरुष लक्षण। यथा सांख्य रे अछ कही तो भक्ति मार्ग को चिन्हाई। विस्तारी कह प्रभु मते संशय न रहु मो चित्ते। जहा सुनिले प्राणी प्राण विरक्ते भजे नारायण। जीवर जन्म मृत्यु दुई ए लोक मानकर होई। ताहा कहिबा महाबाहु काल स्वरूप आदि केहू। काल स्वरूप जे ईश्वर समस्त आत्मा रे गोचर। महाप्रभाव ही जाहार जा भये पुण्य करे नर। से कथा निर्णय करिण कहिबा हेउ नारायण। संसार मोह अंधकारे देहाभिमानी जेते नरे। निद्रित होई से अछंती अज्ञाने किछि न जानती। तो ज्ञान देई नर हरि विनाश अज्ञान तिमिरी। मैत्रेय उवाच शुण विदुर मन देई माता वचने भावग्राही। कहन्ति अमृत वचन जेणे संतोष माता मन। श्री भगवान उवाच शुण जननी स्थिर मने जे ज्ञान भक्तिर लक्षणे। बहु प्रकारे भक्ति जोग ज्ञानी साधन्ति मोक्ष मार्ग। स्वभाव गुणे युक्त होई नाना संकल्प मने ध्यायी। सात्विक राजस तामस गुण प्रवाहे जे प्रकाश। दंभ मत्सर भाव बही प्राणी हिंसारे युक्त होई। पर अपर भेद बुद्धि तामस गुण ए प्रसिद्धि। ए भावे मोते जे भजई तामस भक्ति ताकू कही। जस ऐश्वर्य कल्पी मने विषय ध्यान अनुक्षणे। ए मार्गे मोते जे पूजई राजस भक्ति ताकू कही। ईश्वर अर्थे कर्म करे धर्म मार्गरे जे प्रचारे। सर्वत्र देखई समान सात्विक भक्ति ताकू जान। एही प्रकारे नव नव सुगुण एकाअशी भाव। एबे कहिबा माता शुण निर्गुण भक्तिर लक्षण। मोहर गुण कीर्तिमान नित्य जे करई श्रवण। मुहि जे सर्व गुहाशय विच्छेद नाही किबा मोह। एमंत भावे जे भजई कर्म बंधनु मोक्ष होई। समुद्रे जेह्ने नदी जल मिली हुअन्ति एक मेल। से रूपे मोर देहे लीन भक्ति भावरे हन्ति जन। निष्काम मार्गे आत्मज्ञान सर्वत्र देखई समान। पुरुषोत्तम भावे भजी परम आत्मा मने हेजी। निर्गुण भक्ति एहा कही अपरे शुण मन देई। सीमिप्य सारूप्य एकत्व सालोक्य ऐश्वर्य मत।
ଏ ଆଦି ଯେତେ ମତେ ମୁକ୍ତି ତେଣେ ସନ୍ତୋଷ ନହେ ମତି। ମୋର ସେବନ ବିନା କେହି ଭକ୍ତ ସନ୍ତୋଷ ମୋର ନାହିଁ। ଏତେ ପ୍ରକାରେ ଭକ୍ତି ଯୋଗ ସାଧନ୍ତି ପ୍ରାଣୀ ମୋକ୍ଷ ମାର୍ଗ। ଯେବେ ତ୍ରିଗୁଣ କୁଜି ନଈ ମୋହର ଭାବ କୁଲ ଭଇ। କ୍ରିୟା ଯୋଗରେ ନିଷ୍କାମରେ ମୋତେ ସେବନ୍ତି ଯେ ବାନରେ। ହିଂସା ବର୍ଜିତ ସାଧୁପଣ ନିତ୍ୟେ ଭଜନ୍ତି ମୋ ଚରଣ। କେ ଅବା ମତେ ପୂଜା କରେ ସ୍ତୁତି ବନ୍ଦନେ ନିରନ୍ତରେ। ଦର୍ଶନ ସ୍ପର୍ଶନ ପ୍ରଣାମ ମୋର ପ୍ରତିମା ଆରାଧନ। ମିତ୍ର ଭାବରେ ସର୍ବଜନ ଦେଖଇ ଆତ୍ମାର ସମାନ। ଯମ ନିୟମ ମାର୍ଗ ସାଧି ମହତ ଜନେ ମାନ୍ୟ ବିଧି। ଦିନରେ ଅନୁକମ୍ପା ବହି ମୋ ବିନୁ ଅନ୍ୟ ନ ଜାଣଇ। ମୋହର ନାମ ସଂକୀର୍ତ୍ତନ ଶ୍ରବଣ ଅଧ୍ୟାତ୍ମ ଦର୍ଶନ। ଆଜର୍ବ ସାଧୁ ସଙ୍ଗ ପୁଣ ଅହିଂସା ଧର୍ମ ପରାୟଣ। ମୋହର ଧର୍ମ ଆଚରଣ ଏ ରୂପେ ଚିତ୍ତ ଶୁଦ୍ଧ ଜାଣ। ମୋହର ଗୁଣ ଶୁଣି କର୍ଣ୍ଣେ ଆନନ୍ଦ ହନ୍ତି ପ୍ରାଣୀମାନେ। ଯେମନ୍ତେ ପବନର ବଳେ ସୁଗନ୍ଧ ଦୁର୍ଗନ୍ଧ ପ୍ରସରେ। ସେ ରୂପେ ଆତ୍ମା ଅବିକାର ତହିଁ ଦେଖଇ ସେ ଧ୍ୟାନର। ମୁଁ ସର୍ବଭୂତର ଈଶ୍ୱର ଆତ୍ମା ସ୍ୱରୂପରେ ଗୋଚର। ଏମନ୍ତ ଭାବ ମୋର ଛାଡ଼ି ଯେ ପୂଜେ ଅନ୍ୟ ଭାବେ ପଡ଼ି। ଯେ ଯିବେ ଦୟା ନ କରଇ ପ୍ରତିମା ପୂଜେ ମନେ ଧ୍ୟାଇ। ଭସ୍ମରେ ହୋମ ସେ ଯେମନ୍ତ ତାହାର ପୂଜା ସେହି ମତ। ମୁଁ ସର୍ବବ୍ୟାପୀ ଯେ ଅଟଇ ଏମନ୍ତ ଭାବ ନ ଜାଣଇ। ଯେ ଯିବେ ବୌଦ୍ଧ ବୈର ହୋଇ ସେ ଶାନ୍ତି କେବେ ନ ଲଭଇ। ମତେ ପୂଜଇ ଯେବେ ସେହି ତାର ପୂଜାରେ ଦୋଷ ନାହିଁ। ସର୍ବଭୂତରେ ସ୍ଥିତ ମୁହିଁ ଯାବତ ପ୍ରାଣୀ ନ ଜାଣଇ। ତାବତ ଥାଇ ସ୍ୱଧର୍ମରେ ପୂଜିବ ପ୍ରତିମା ଆଦରେ। ପର ଅପର ଏକ ଆତ୍ମା ଅନ୍ତର କରେ ଯେ ଦୁରାତ୍ମା। ସେ ମୃତ୍ୟୁ ପଥୁ নত ରଇ ସଂସାର ମାର୍ଗେ ଭ୍ରମୁ ଥାଇ। ମୁଁ ଆତ୍ମା ସର୍ବଭୂତ ମଧ୍ୟେ ଅର୍ଚ୍ଚନା କରେ ଯେ ସୁସାଧ୍ୟେ। ମିତ୍ର ଭାବରେ ସର୍ବ ଦେଖେ ସଂସାରୁତରେ ସେ ପ୍ରତ୍ୟକ୍ଷେ। ଅଜୀବ ତହୁଁ ଜୀବ ଶ୍ରେଷ୍ଠ ଜୀବରେ ପ୍ରାଣ ଯେ ଗରିଷ୍ଠ। ପ୍ରାଣରୁ ଚେତନା ବିଶିଷ୍ଟ ତହୁଁ ଇନ୍ଦ୍ରିୟ ବୃତ୍ତି ଶ୍ରେଷ୍ଠ। ସ୍ପର୍ଶ ଗୁଣରେ ବୃକ୍ଷ ଆଦି ରସ ଗ୍ରହଣେ ମତ୍ସ୍ୟ ଆଦି। ଗନ୍ଧବିଦ ଯେ ଭ୍ରମରାଦି ତହୁଁ ସର୍ପାଦି ଶବ୍ଦ ଭେଦି। ରୂପରେ କାକ ଆଦି ଯେତେ ତହୁଁ ଉଭୟ ଦନ୍ତବନ୍ତେ। ଅପାଦ ଠାରୁ ବହୁପାଦ ବହୁପାଦରୁ ଚତୁଷ୍ପଦ। ଦ୍ୱିପଦ ମନୁଷ୍ୟାଦି ଜାଣ ଏକୁଆରେକ ଏ ପ୍ରଧାନ। ମନୁଷ୍ୟ ମଧ୍ୟେ ଚାରି ବର୍ଣ୍ଣ ଏଥିରେ ବ୍ରାହ୍ମଣ ଉତ୍ତମ। ବ୍ରାହ୍ମଣ ମଧ୍ୟରେ ବେଦଜ୍ଞ ତହୁଁ ଅଧିକ ଯେ ଅର୍ଥଜ୍ଞ। ତହୁଁ ସଂଶୟ ଛେତାବର ତହୁଁ ସ୍ୱଧର୍ମ ନିଷ୍ଠ ନର।
ତହୁଁ ଅଧିକ ଅଟେ ସେହି ବିଷୟ ସଙ୍ଗ ଯାର ନାହିଁ। ମୋହର ପ୍ରିୟ କର୍ମ କରେ ଆତ୍ମାରେ ଭାବ ନିରନ୍ତରେ। ସକଳ କର୍ମ ସମର୍ପଇ ମନ ସହିତେ ମୋର ତହିଁ। ଏ ସର୍ବଭୂତେ ବିଜେ ମୁହିଁ ବହୁ ମାନ ନାରେ ନମଇ। ଏମନ୍ତ ଭାବେ ଯେ ଭଜଇ ତାହୁ ଦେବି ଯେ ଭାବଗ୍ରାହୀ। ଆନନ୍ଦେ ଦର୍ଶନ ଦିଅନ୍ତି ତା ଅଘତି ମୀର ନାଶନ୍ତି। ଭକ୍ତି ଯୋଗରେ ମତେ ଧ୍ୟାଇ ଯେ ମତେ ହୃଦୟ ଦେଖଇ। ପରମ ବ୍ରହ୍ମ କୁଲ ଭଇ ତେଣୁ ଏକାଗ୍ର ଭାବେ ଧ୍ୟାଇ। ସେ ଯେ ପରମ ବ୍ରହ୍ମସାର ପ୍ରଧାନ ପୁରୁଷଙ୍କ ପର। ତାର ଉପରେ କେହି ନାହିଁ ସୃଷ୍ଟିର ଆଦି ଅନ୍ତ ସେହି। ତାହାର ତହୁଁ ସେ ଦଇବ ସର୍ଜଇ କର୍ମର ସ୍ୱଭାବ। ନାନା ପ୍ରକାରେ ରୂପ ଭେଦ ଆଶ୍ରୟ କାରଣ ଆସ୍ପଦ। ଅଦ୍ଭୁତ କାଳର ମହିମା ଭମାତ ନିଶ୍ଚଳେ ଜାଣିମା। ମହତ ଆଦି ଯେତେ ଭୂତେ ଅଖିଳ ସଂସାର ଜଗତେ। ସମସ୍ତ ଆତ୍ମା ମଧ୍ୟଗତ ନିରତେ କରୁଅଛି ଗ୍ରସ୍ତ। ତାହାର ତହୁଁ ଭୟ ପାଇ ନିରତେ କମ୍ପୁଅଛି ଦେହି। ସେ ପ୍ରଭୁ ଅଧିଯଜ୍ଞ ରୂପେ କାଳ କଳନା କରେ ଗୋପେ। ବିଷ୍ଣୁର ନାମାନ୍ତର କାଳ ସେହି ଭିତରେ ଯଜ୍ଞ ଫଳ। ସେ ପ୍ରଭୁ କାଳର ମହିମା କେ କହିପାରେ ଗୁଣ ସୀମା। ପ୍ରିୟ ଅପ୍ରିୟ ଯାର ନାହିଁ ବିନାଶ କରେ ସର୍ବଦେହି। ଯେ କାଳ ପୁରୁଷର ଭୟେ ନିରତେ ପବନଟି ବହେ। ଯେ କାଳ ଭୟେ ସୂର୍ଯ୍ୟ ତାପେ ଭ୍ରମେ ବ୍ରହ୍ମାଣ୍ଡ ମଧ୍ୟେ ଆପେ। ଯାହାର ଭୟେ ଦେବଗଣ ବୃଷ୍ଟି କରନ୍ତି ଯଥାକ୍ଷଣ। ଯାହାର ଭୟେ ତାରାଗଣେ ଉଦିତ ହୁଅନ୍ତି ଗଗନେ। ଯାହାର ଭୟେ ବୃକ୍ଷଗଣ ଲତା ଔଷଧି ଶସ୍ୟମାନ। ଯଥା କାଳରେ ପୁଷ୍ପ ଫଳ ଫୁଟନ୍ତି ଫଳନ୍ତି ନିର୍ମଳ। ଯାହାର ଭୟେ ନଦୀଗଣ ବହୁ ଅଛନ୍ତି ଅନୁକ୍ଷଣ। ଉଦଧି ଯାହାର ଭୟରେ ଅଦ୍ୟାପି କେବେ ନ ଉଛୁଳେ। ଅଗ୍ନି ଯାହାର ଭୟେ ପୁଣ ସମସ୍ତ କରଇ ଦହନ। ଯାହାର ଭୟେ ଗିରିବର ଭୂମିରେ ହୋଇଛି ନିଶ୍ଚଳ। ଯାହାର ଆଜ୍ଞା ପରମାଣେ ଆକାଶ ଭୟ କରି ମନେ। ସ୍ପଦେହ ବିସ୍ତାର ସେ କଲା ସପ୍ତଲୋକକୁ ଠାବ ଦେଲା। ଯାର ଆଜ୍ଞାରେ ମହତତ୍ୱ ଶପତାବରଣ ସಮೇତ। ଦେହକୁ ବିସ୍ତାର କରିଛି ପ୍ରାଣକୁ ଧରି ନ ରହିଛି। ବ୍ରହ୍ମାଦି ଯେତେ ଦେବଗଣ ସଚରାଚର ଯେ ବିହାଣ। ଯାହାର ଭୟେ ବାରେ ବାରେ ସର୍ଜନା ହୁଅନ୍ତି ସତ୍ୱରେ। ଯେ କାଳ ଭୟରେ ତ୍ରିଗୁଣ ସୃଷ୍ଟି ପାଳନ ସଂହାରଣ। ସେ କାଳ ରୂପୀ ଯେ ଅନନ୍ତ ଅନାଦି ଅବ୍ୟୟ ଅଚ୍ୟୁତ। ସମସ୍ତ ଉତ୍ପତ୍ତି କରଇ ଗୁଣ ପ୍ରବାହ ଭାବ ବହି। ଯେ କାଳ ରୂପେ ଅନ୍ତ କରେ ଏଣୁ ଅନନ୍ତ ନାମ ଧରେ। ଏଣୁ ଏ କାଳର ମହିମା
के जानिपारे गुण सीमा मोर भकत जने जहीं कालर अधिकार नाही सुजने एणे करमति तुटिब संसार दुर्गति ए माता पुत्रंक संवाद शुणन्ते न लागे प्रमाद पुराण रसमय गीत हरिब सकल दुरित कहई विप्र जगन्नाथ तृतीय स्कंधे भागवत इति श्रीमद्भागवते महापुराणे पारमहंस्यां संहितायां तृतीय स्कंधे भक्ति योगोपाख्यानं नाम 29 अध्याय।